କିଛି ଜାଣିନି ମୋ ଝିଅକୁ ମାରିଦେଲେ। ମୋ ବାଇଆଣୀକୁ ମାରିଦେଲେ ଏମାନେ। ମୁଁ ନ ଖାଇ ନ ପିଇ ଏଇ ହାତରେ ତାକୁ ଏଡ଼ିଟରୁ ଏଡ଼ିଟିଏ କରିଥିଲି। ନୃଶଂସ ପରିବାର ଫୁଲ ପରି ହସୁଥିବା ମୋ ଝିଅକୁ କିଛିଟା ପଇସା ପାଇଁ ଆଜି ଶୋଇଦେଲେ। ଭାବିଥିଲି ମୋ ପରି ମା ବଦଳରେ ଶାଶୁଟିଏ ପାଇବ, ଆଉ ବାପା ବଦଳରେ ଶ୍ୱଶୁର ପାଇବ। ହେଲେ ଏସବୁ କ'ଣ ହେଇଗଲା? ମୋତେ ମା ଡାକିବା ବଦଳରେ ଚଟାଣ ଉପରେ ପଡ଼ି ରହିଛି। ଆଉ ଏ ସାରା ପରିବାର ମିଶି ମୋ ଝିଅକୁ ମୋଠୁ ଅଲଗା କରିଦେଇଛନ୍ତି। ହଁ ଆଜ୍ଞା, ଜଣେ ମା ଅନ୍ତ ଫାଡ଼ି ଜନ୍ମ ଦେଇଥିଲା, ଆଉ ଝିଅ ବଡ଼ ହେବା ପରେ ଶାଶୁଘରକୁ ବିଦା କରିଥିଲା ହସ ଖୁସିରେ ସଂସାର କରିବ ବୋଲି। ଯେଉଁ ଘରକୁ ନିଜ ଝିଅକୁ ଦେଇଥିଲା, ହେଲେ ଆଜି ସେଇ ଘରର ଦାଣ୍ଡ ଦୁଆରେ ବସି ମୁଣ୍ଡ ପିଟି କାନ୍ଦୁଛି ମା। ଝିଅ ଆଉ ଦୁନିଆରେ ନାହିଁ ଜାଣିବା ପରେ ମା ପୁରା ବାଉଳି ଚାଉଳି ହେଉଛି। ମୁହଁରେ ଗୋଟିଏ କଥା, ମୁଁ କିଛି ଜାଣିନି, ମୋ ଝିଅକୁ ଏମାନେ ମାରିଦେଇଛନ୍ତି। ମୁଁ କିଛି ଜାଣିନି ମୋ ଝିଅକୁ ମାରିଦେଲେ। ମୋର ଝିଅକୁ କିଏ ମାରିଦେଲା? ମୋ ଜ୍ୱାଇଁ ମାରିଦେଲା। ମୋ ଜ୍ୱାଇଁ ନା ନିର ମୋ ଝିଅକୁ ମାରିଦେଲା। ତା ମା ଅଛି, ନିର ମା ଅଛି ଶଶୀ, ମୋ ଝିଅକୁ ମାରିଦେଲା। ମୁଁ 7 ବର୍ଷ ମାଂସରେ ପାଇଲି। ମୁଁ ସନ୍ଧ୍ୟା 5ଟାରେ ମୁଁ ଫୋନ୍ କଲି, ସେ ମୋ ବାବାକୁ ଆଉ ଫୋନ୍ କଲେନି। ମୁଁ ଆଗ ଫୋନ୍ କଲି ଯେ ଉଠେଇଲାନି, ରିଙ୍ଗ ହେଇକା ରହିଲା। ମୋତେ ଭଲ ଲାଗିଲାନି, ମୁଁ କହିଲି ଆଉ ଥରେ ଲଗେଇ। ମୋ ଝିଅର ତାର ଗଣ୍ଡଗୋଳିଆ ହେଇଥିଲେ, ଶାଶୁ ବୋହୂ ଜ୍ୱାଇଁକି ସ୍ୱାମୀକି। ହଁ ମୋ ବାହାକୁ କହିଥିଲେ ଯେ ମୁଁ ତା ବାପାର ତା ଭାଇର ଆଇଥିଲେ। ସେ ସମାଧାନ କରିକି ଖୁଆଇ ପିଆଇକିରି ଗଲେ। ଇଏ ତାକୁ ଗୋଟେ ପଛରେ ମାରିଦେଲେ। କ'ଣ ପାଇଁ? ସିଏ ତାଙ୍କର ଜାଣିଥିବେ ତାଙ୍କ ପଇସା ପତ୍ର କି କ'ଣ, କି ତା ଶାଶୁର ରାଗ ଥିଲା ମୋ ଝିଅକୁ ମାରିଦେବ ବୋଲି। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ବାଲିମି ଥାନା ଅନ୍ତର୍ଗତ ମାହାମୁଣ୍ଡା ପଞ୍ଚାୟତ ନୂଆପଡ଼ା ଗ୍ରାମରେ ଗତ ରାତିରେ ଜଣେ ବିବାହିତ ମହିଳା ସନ୍ଦେହଜନକ ଭାବେ ମୃତ୍ୟୁବରଣ କରିଥିବା ନେଇ ଆଜି ସକାଳେ ମୃତକଙ୍କ ପରିବାର ପକ୍ଷରୁ ବାଲିମି ଥାନାରେ ଲିଖିତ ଅଭିଯୋଗ ହୋଇଛି। ଅଭିଯୋଗ ପାଇ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଦଳ ସହ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଘଟଣାର ପ୍ରାଥମିକ ଅନୁସନ୍ଧାନ ଆରମ୍ଭ କରିଥିଲେ। ଘଟଣାର ପ୍ରକୃତ ରହସ୍ୟ ଉନ୍ମୋଚନ ପାଇଁ ପୋଲିସ ମୃତକଙ୍କ ଶ୍ୱଶୁର ଘରର ସମସ୍ତ ସଦସ୍ୟଙ୍କୁ ପଚରାଉଚରା କରିଥିଲେ। ଖବର ନେବାରେ ଜଣାଯାଇଛି ଯେ କଟକ ଜିଲ୍ଲା ତିଗିରିଆ ଥାନାର ବାଲିପାଟଣା ଗ୍ରାମର ରାମପୃଷ୍ଟିଙ୍କ ଝିଅ ନମିତା ସାହୁଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ ମଧ୍ୟ ପାରିବାରିକ ଝଗଡ଼ା ଅଶାନ୍ତି ସଦାସର୍ବଦା ଲାଗି ରହୁଥିଲା। ପୂର୍ବରୁ ଘଟଣାର ସ୍ଥାୟୀ ସମାଧାନ ପାଇଁ ଉଭୟ ପକ୍ଷରୁ ସମାଧାନର ବାଟ ଖୋଜାଯାଇ ଆସୁଥିଲେ ମଧ୍ୟ ସମାଧାନ ରାସ୍ତା ବାହାରି ପାରୁନଥିଲା। ଘଟଣାକ୍ରମେ ଗତକାଲି ସନ୍ଧ୍ୟାବେଳେ ପଇସାପତ୍ର ହିସାବକୁ ନେଇ ନମିତାଙ୍କ ସ୍ୱାମୀ ନିରଞ୍ଜନ ସାହୁଙ୍କ ସହିତ ତାଙ୍କର ବଚାସା ଆରମ୍ଭ ହୋଇଥିଲା। ସମ୍ଭବତଃ ସ୍ୱାମୀ ସ୍ତ୍ରୀଙ୍କ ଝଗଡ଼ାକୁ ନେଇ ଏଭଳି ଅଘଟଣ ଘଟିଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି। ପୋଲିସ ଏନେଇ ଏକ ମାମଲା 154/24 ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଥିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ହିନ୍ଦୋଳ ଡାକ୍ତରଖାନାକୁ ପଠାଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ମିଳିଲା ପରେ ଘଟଣାର ପ୍ରକୃତ ରହସ୍ୟ ଲୋକଲୋଚନକୁ ଆସିପାରିବ ବୋଲି ଅନୁମାନ କରାଯାଉଛି। ହିନ୍ଦୋଳରୁ କ୍ୟାମେରା ପର୍ସନ ସୁଜିତ ପୃଷ୍ଟିଙ୍କ ସହ ସୁଜିତ ବେହେରାଙ୍କ ରିପୋର୍ଟ A1 ଓଡ଼ିଆ।